ପିଲାମାନେ ମୁଁ ଆଜି ତୁମମାନଙ୍କୁ ପଢ଼େଇବି ଷଷ୍ଠ ଶ୍ରେଣୀ ଇଂରାଜୀ ବହିର ପ୍ରଥମ ବିଷୟ ଲେସନ୍ 1 କାଇଟ୍। କାଇଟ୍ ମାନେ ହେଲା ଗୁଡ଼ି। ଦେଖନ୍ତୁ ଆଗେ ମୁଁ ପଢ଼ି ଦେଉଛି କ'ଣ ଲେଖା ହେଇଛି। ଏ କାଇଟ୍ ଅନ୍ ଦ ଗ୍ରାଉଣ୍ଡ, ଏ କାଇଟ୍ ଅନ୍ ଦ ଗ୍ରାଉଣ୍ଡ, ଇଟ୍ ଜଷ୍ଟ ପେପର ଆଣ୍ଡ ଷ୍ଟ୍ରିଂ, ବଟ୍ ଅପ୍ ଇନ୍ ଦ ଏୟାର ଇଟ୍ ୱିଲ୍ ଡ୍ୟାନ୍ସ ଆଣ୍ଡ ସିଂ। ଆର ମାନେ ହେଲା ଏ କାଇଟ୍ ମାନେ ଗୋଟିଏ ଗୁଡ଼ି, ଅନ୍ ଦ ଗ୍ରାଉଣ୍ଡ ମାନେ ଗୋଟିଏ ଗୁଡ଼ି ଭୂମି ଉପରେ, ଗ୍ରାଉଣ୍ଡ ମାନେ ଭୂମି, ଅନ୍ ହେଲା ଉପରେ, କାଇଟ୍ ହେଲା ଗୁଡ଼ି, ଏ ହେଲା ଗୋଟିଏ। ଏ କାଇଟ୍ ଅନ୍ ଦ ଗ୍ରାଉଣ୍ଡ ଗୋଟିଏ ଗୁଡ଼ି ଭୂମି ଉପରେ, ଇଟ୍ ଜଷ୍ଟ ପେପର ଆଣ୍ଡ ଷ୍ଟ୍ରିଂ। ପେପର ମାନେ ଜାଣିଛ କାଗଜ, ଷ୍ଟ୍ରିଂ ମାନେ ସୂତା ହେଲା, କେବଳ କାଗଜ ଏବଂ ସୂତା। ବଟ୍ ଅପ୍ ଇନ୍ ଦ ଏୟାର, ବଟ୍ କିନ୍ତୁ, ଅପ୍ ଇନ୍ ଦ ଏୟାର ଯେତେବେଳେ ଆକାଶରେ ଥାଏ, କିନ୍ତୁ ଆକାଶରେ ଉଡ଼ୁଥିବା ସମୟରେ, ଇଟ୍ ୱିଲ୍ ଡ୍ୟାନ୍ସ ଆଣ୍ଡ ସିଂ ଏହା ନାଚୁଥାଏ ଏବଂ ଗୀତ ଗାଉଥାଏ। ଡ୍ୟାନ୍ସ ମାନେ ନାଚିବା, ସିଂ ମାନେ ଗୀତ ଗାଇବା। ଏ କାଇଟ୍ ଇନ୍ ଦ ଏୟାର ଗୋଟେ ଗୁଡ଼ି ଯେତେବେଳେ ଆକାଶରେ ଥାଏ, ଏୟାର ମାନେ ପବନ, ଗୋଟେ ଗୁଡ଼ି ପବନ ବା ଏଠାରେ କବିତାରେ ହେଉଛି ଆକାଶରେ ଥାଏ, ଯେତେବେଳେ ଗୋଟିଏ ଗୁଡ଼ି ଆକାଶରେ ଥାଏ। ୱିଲ୍ ଡ୍ୟାନ୍ସ ଆଣ୍ଡ କେପର ଖୁସିରେ ନାଚିବ ଏବଂ ଖେଳିବ। ବଟ୍ ବ୍ୟାକ୍ ଅନ୍ ଦ ଗ୍ରାଉଣ୍ଡ କିନ୍ତୁ ଯେତେବେଳେ ଭୂମି ଉପରକୁ ଫେରି ଆସିଲେ, ଇଟ୍ ଜଷ୍ଟ ଷ୍ଟ୍ରିଂ ଆଣ୍ଡ ପେପର ଏହା କେବଳ ସୂତା ଆଉ କାଗଜ ହୋଇ ରହିଯାଏ। ତାହେଲେ ପିଲାମାନେ ଏ କବିତାଟାକୁ ପୁରା ବୁଝିପାରିଲ। ଏଥର ଯିବା ଏପଟକୁ, ଏପଟେ ଅଛି ପ୍ରଶ୍ନ ଉତ୍ତର। ପ୍ରଶ୍ନ ଉତ୍ତର ଦେଖିବା। ପ୍ରଥମ କ୍ୱେଶ୍ଚନ୍ ଦିଆଯାଇଛି, ପ୍ରଥମ କ୍ୱେଶ୍ଚନ୍, ହ୍ୱାଟ୍ ଇଜ୍ ଦ ପୋଏମ୍ ଏବାଉଟ୍? ଗୀତଟି କେଉଁ ବିଷୟର ବା କବିତାଟି କେଉଁ ବିଷୟର? ପୋଏମ୍ ହେଲା କବିତା, ଏବାଉଟ୍ ମାନେ ବିଷୟରେ, ହ୍ୱାଟ୍ ମାନେ କ'ଣ, କବିତାଟି କେଉଁ ବିଷୟରେ କୁହାଯାଇଛି? ତାହେଲେ ଏଠାରେ ହେବ ଆମର ଆନ୍ସାର, ଦ ପୋଏମ୍ ଇଜ୍ ଏବାଉଟ୍ ଟୁ ଡିଫରେଣ୍ଟ ଷ୍ଟେଜେସ୍ ଅଫ୍ କାଇଟ୍ସ। ମାନେ କବିତାଟି ଏଠାରେ ଯେ ଗୁଡ଼ିର ଦୁଇଟି ଡିଫରେନ୍ସ ଅବସ୍ଥା ବିଷୟରେ କୁହାଯାଇଛି। ତାହେଲେ ଆମେ କ'ଣ ଲେଖିବା? ତାହେଲେ 1 ନମ୍ବର ଲେଖିବା, ଦ ପୋଏମ୍ ଇଜ୍ ଏବାଉଟ୍, କ୍ୱେଶ୍ଚନ୍ ଦେଖ, ହ୍ୱାଟ୍ ଇଜ୍ ଦ ପୋଏମ୍ ଏବାଉଟ୍? ତାହେଲେ ଲେଖିବା ଦ ପୋଏମ୍ ଇଜ୍ ଏବାଉଟ୍ two different stages, stage ମାନେ ଅବସ୍ଥା, ଏଠି stages ଲେଖା ହେଇଛି, of kites. The poem is about two different stages of kite. ବୁଝିପାରିଲ ପିଲାମାନେ? ଏଥର ଯିବା 2 ନମ୍ବରକୁ। 2 ନମ୍ବର ଲେଖା ହେଇଛି, ଦେଖ ଭଲସେ, ଦ ପୋଏମ୍ ସ୍ପିକ୍ସ ଅଫ୍ ଟୁ ସିଚୁଏସନ୍ ଅଫ୍ କାଇଟ୍। ୟାର ମାନେ ଯେ କବି ଏଠାରେ ଗୁଡ଼ିର ଦୁଇଟି ଅବସ୍ଥା ବିଷୟରେ କହିଛନ୍ତି। ସିଚୁଏସନ୍ ମାନେ ଅବସ୍ଥା, ଟୁ ସିଚୁଏସନ୍ ଦୁଇଟି ଅବସ୍ଥା ବିଷୟରେ କହିଛନ୍ତି। ହ୍ୱାଟ୍ ଆର୍ ଦେ? ଏଗୁଡ଼ିକ କ'ଣ? କାଇଟ୍ସ ଅନ୍ ଗ୍ରାଉଣ୍ଡ ଗୋଟେ ଲେଖା ହେଇଛି, ଯେ ହେଉଛୁ ଯେତେବେଳେ ଗୁଡ଼ି ଭୂମି ଉପରେ ପଡ଼ିଥାଏ, ଏଣ୍ଡ ଏବଂ ଆଉ କ'ଣ, ଆଉ କେଉଁ ଅବସ୍ଥା ବିଷୟରେ କୁହାଯାଇଛି? ଏବଂ କାଇଟ୍ ଇନ୍ ଦ ଏୟାର, କାଇଟ୍ ଇନ୍ ଦ ଏୟାର, ଏଠି ହେବ କାଇଟ୍ ଇନ୍ ଦ ଏୟାର, ଯେତେବେଳେ ଗୁଡ଼ିଟି ଭୂମି ଉପରେ ଥାଏ ଏବଂ ଯେତେବେଳେ ଗୁଡ଼ିଟି ପବନରେ ଥାଏ ବା ବାୟୁରେ ଉଡ଼ୁଥାଏ, ଏଇ ଦୁଇଟି ଅବସ୍ଥା ବିଷୟରେ
ଏଠି କବି କହିଛନ୍ତି। 3 ନମ୍ବର କ୍ୱେଶ୍ଚନକୁ ଯିବା। ଇନ୍ ହୁଇଚ୍ ସିଚୁଏସନ୍, କେଉଁ ପରିସ୍ଥିତିରେ ଇଜ୍ ଦ କାଇଟ୍ ମୋର୍ ଆକ୍ଟିଭ୍, ଗୁଡ଼ିଟି ବେଶୀ ଆକ୍ଟିଭ୍ ଥାଏ, ମାନେ ବେଶୀ ସକ୍ରିୟ ଥାଏ। ଆକ୍ଟିଭ୍ ମାନେ ସକ୍ରିୟ ବା ଚଳଚଞ୍ଚଳ ଥାଏ। ଇନ୍ ଦ ଏୟାର, ପବନରେ, ଓର୍ ବା ଅନ୍ ଦ ଗ୍ରାଉଣ୍ଡ, ଭୂମି ଉପରେ। ତାହେଲେ ଗୁଡ଼ିଟି କେଉଁଠି ବେଶୀ ସକ୍ରିୟ ଥାଏ? ଆନ୍ସର କ'ଣ ହେବ? ଇନ୍ ଦ ଏୟାର, ବାୟୁରେ ବେଶୀ ସକ୍ରିୟ ଥାଏ। ବାୟୁରେ ଯେତେବେଳେ ଥାଏ ସେ ଉଡ଼ୁଥାଏ, ନାଚୁଥାଏ, ହେଲା, ତାହେଲେ ଗାଉଥାଏ। ତାହେଲେ ଏଠାରେ ଆନ୍ସର ହେବ ଏ କାଇଟ୍ ଇଜ୍ ମୋର୍ ଆକ୍ଟିଭ୍ ହ୍ୱେନ୍ ଇଟ୍ସ ଇନ୍ ଦ ଏୟାର। ତାହେଲେ ମୁଁ ଲେଖିଦେଉଛି, ଦେଖ ପିଲାମାନେ, 3 ନମ୍ବର 2 ନମ୍ବରଟା ମୁଁ ତୁମକୁ ବହିରେ ଲେଖିଦେଇଛି, 3 ନମ୍ବର ଲେଖିକି ଦେଖାଉଛି। ଏ କାଇଟ୍ ଇଜ୍ ମୋର୍ ଆକ୍ଟିଭ୍, ଏ କାଇଟ୍ ଇଜ୍ ମୋର୍ ଆକ୍ଟିଭ୍ ହ୍ୱେନ୍ ମାନେ ଯେତେବେଳେ, ଇଟ୍ସ ଇନ୍ ଦ ଏୟାର, ଇଟ୍ସ ଇନ୍ ଦ ଏୟାର। ଏ କାଇଟ୍ ଇଜ୍ ମୋର୍ ଆକ୍ଟିଭ୍ ହ୍ୱେନ୍ ଇଟ୍ସ ଇନ୍ ଦ ଏୟାର, ଗୁଡ଼ିଟି ବେଶୀ ସକ୍ରିୟ ଥାଏ ଯେତେବେଳେ ସେ ପବନରେ ଥାଏ। ବୁଝିପାରିଲ ପିଲାମାନେ? ତାପରେ 4 ନମ୍ବର କ୍ୱେଶ୍ଚନକୁ ଯିବା। ହ୍ୱାଟ୍ ଡଜ୍ ଇଟ୍ ଡୁ ହ୍ୱେନ୍ ଇଟ୍ ଇଜ୍ ଇନ୍ ଦ ଏୟାର। 4 ନମ୍ବର କ୍ୱେଶ୍ଚନ, ହ୍ୱାଟ୍ ଡଜ୍ ଇଟ୍ ଡୁ ହ୍ୱେନ୍ ଇଟ୍ ଇଜ୍ ଇନ୍ ଦ ଏୟାର। ହ୍ୱାଟ୍ ଡଜ୍ ଇଟ୍ ଡୁ, ଏହା କ'ଣ କରେ? ହ୍ୱେନ୍, ଯେତେବେଳେ, ଇଟ୍ ଇଜ୍ ଇନ୍ ଦ ଏୟାର, ଯେତେବେଳେ ଏହା ପବନରେ ଥାଏ। ଏହା କ'ଣ କରେ? ଯେତେବେଳେ ଏହା ପବନରେ ଥାଏ। ତାହେଲେ 4 ନମ୍ବର ଆନ୍ସର କ'ଣ ହେବ? ହ୍ୱେନ୍ ଏ କାଇଟ୍ ଇଜ୍ ଇନ୍ ଦ ଏୟାର, ହ୍ୱେନ୍ ଏ କାଇଟ୍ ଇଜ୍ ଇନ୍ ଦ ଏୟାର ଇଟ୍ ଡ୍ୟାନ୍ସେସ୍, ସିଙ୍ଗସ୍ ଆଣ୍ଡ ହ୍ୟାପିଲି ପ୍ଲେଡ୍ ଆରାଉଣ୍ଡ। ହେଲା, ଏହା ଡ୍ୟାନ୍ସ କରେ, ଗୀତ ଗାଏ, ଆଣ୍ଡ ହ୍ୟାପିଲି ପ୍ଲେ ଆରାଉଣ୍ଡ, ଏବଂ ଚାରିଆଡ଼େ ଖୁସିରେ ଖେଳୁଥାଏ। ତାହେଲେ 4 ନମ୍ବର ଆନ୍ସର କ'ଣ ହେବ? ମୁଁ ଲେଖିଦେଉଛି, ଭଲସେ ବନାନ ସହ ଦେଖିନିଅ। When a kite is in the air, when a kite is in the air, it dances, sings, ଗୀତ ଗାଏ, and happily plays around, ଚାରିଆଡ଼େ ଖୁସିରେ ଖେଳୁଥାଏ। ତାପରେ ଯିବା 5 ନମ୍ବର କ୍ୱେଶ୍ଚନକୁ। 5 ନମ୍ବର କ୍ୱେଶ୍ଚନ କ'ଣ କହିଛି? 5 ନମ୍ବର କ୍ୱେଶ୍ଚନ, ହାଉ ଇଜ୍ ଇଟ୍ ହ୍ୱେନ୍ ଅନ୍ ଦ ଗ୍ରାଉଣ୍ଡ। ହେଲା, ଯେତେବେଳେ ସେ ଭୂମିରେ ଥାଏ ସେତେବେଳେ ତାର ଅବସ୍ଥା କିପରି ଥାଏ? ହାଉ ଇଟ୍ ଇଜ୍ ହ୍ୱେନ୍, ଯେତେବେଳେ ଭୂମିରେ ଥାଏ ସେ କିପରି ଥାଏ? ହେଲା, ମାନେ ହେଉଛି ଯେତେବେଳେ ସେ ଭୂମିରେ ଥାଏ ଏହା ଗୁଡ଼ିଟି କିପରି ଥାଏ? ଏହାର ଆନ୍ସର ହେବ ହ୍ୱେନ୍ ଏ କାଇଟ୍ ଇଜ୍ ଅନ୍ ଦ ଗ୍ରାଉଣ୍ଡ ଇଟ୍ ଜଷ୍ଟ ଲାଇଜ୍, ମାନେ ପଡ଼ିକି ରହିଥାଏ, ଏଜ୍ ଏ ଲାଇଫଲେସ୍ ପେପର ଆଣ୍ଡ ଷ୍ଟ୍ରିଙ୍ଗ। ଲାଇଫଲେସ୍ ମାନେ ଜୀବନ ନଥିବା କାଗଜ ପରି ଏବଂ ସୂତା ପରି। ତାହେଲେ ଆନ୍ସର କ'ଣ ହେବ? ଆନ୍ସର କ'ଣ ଲେଖିବା? ତାହେଲେ ହ୍ୱେନ୍ ଏ କାଇଟ୍ ଇଜ୍ ଅନ୍ ଦ ଗ୍ରାଉଣ୍ଡ, when a kite is on the ground, it just lies, lies, lies as a lifeless paper
ସୂତା तार जी 6 नंबर क्वेश्चन जो हयार 6 नंबर क्वेश्चन कही हयार इज द काइट भेरी हैप्पी इन द एयर और ऑन द ग्राउंड ताहले आर माने कि हयार केउठारे इज द काइट इज भेरी हैप्पी गुड़ीटी बहुत खुशी थाए इन द एयर माने वायु रे और ऑन द ग्राउंड बा भूमि रे ताहले मु तुम मान को एठी आंसर कहि दउची हयार इज काइट इज भेरी हैप्पी काइट कोठी बेसी खुशी थाए इन द एयर वायु रे कारण से वायु रे गीत गाए खुशी रे बुले नाचे ताहले आर आंसर हबो द काइट इज भेरी हैप्पी द काइट इज भेरी हैप्पी व्हेन इट्स इन द एयर व्हेन इट्स इन द एयर 7 नंबर हाउ मेनी स्टांजास आर देयर इन द पोएम एही कविता रे केतोटी स्टांजा अछि बा केतोटी पद अछि देयर आर 2 स्टांजा इन द पोएम एही कविताटी रे दुईटी स्टांजा अछि दुईटी स्टांजा परि आमे पटरे देखिबा ये गोटे स्टांजा ये गोटे स्टांजा दुईटी स्टांजा अछि तेणु आर आंसर हबो जे 7 नंबर हबो देयर आर 2 स्टांजा इन द 2 स्टांजास इन द पोएम एठी लिखि दबो पिला माने तापर 8 नंबर जिबा व्हाट डज द फर्स्ट स्टांजा टॉक अबाउट प्रथम स्टांजाटी को विषय रे कुहा जाईची प्रथम स्टांजा को विषय रे कुहा जाईची द फर्स्ट स्टांजा टॉक्स अबाउट हाउ ए काइट लाइज ऑन द ग्राउंड किपरि गुड़ीटी भूमि रे पड़ी थाए तेणु ताको किपरि लिखिबा 8 नंबर लिखिकी देखौची जो नंबर गुड़ा मु मझिरे लिखि नाही एटा कहि दउची 8 नंबर टा द फर्स्ट स्टांजा the first stanza talks about how a kite lies on the ground The first stanza talks about how a kite lies on the ground प्रथम स्टांजा रे कुहा जाईची जे गुड़ीटी भूमि रे पड़िथिला बेले किपरि थाए 9 नंबर जिबा व्हाट डज द सेकंड स्टांजा टॉक अबाउट एठी कुहा जाईची जे सेकंड स्टांजा रे कोन कुहा जाईची 9 नंबर सेमिति का लिखिबा द सेकंड स्टांजा टॉक्स अबाउट द सेकंड SECOND stanza STANZA the second stanza talks about कौन कुहा छी how a kite किपरि गुड़ीटीए dances and happily plays with the wind in the sky ताले मु पुराटीर माने बुझे दउची द सेकंड स्टांजा टॉक्स अबाउट द्वितीय पदरे कुहाइची हाउ ए काइट किपरि गोटे गुड़ी डांसेस नाचे एंड हैप्पीली प्लेज एवं खुशी रे खेले विथ द विंड पवन सहित इन द स्काई आकाश रे तापर जबा 10 नंबर को व्हाट डू द फर्स्ट 2 लाइन्स ऑफ द फर्स्ट स्टांजा टॉक्स अबाउट जे
କ'ଣ କୁହାଯାଇଛି ଫାଷ୍ଟ ଟୁ ଲାଇନ୍ ପ୍ରଥମ ଦୁଇ ପଦ ଅନ୍ ଦ ଫାଷ୍ଟ ଷ୍ଟାଞ୍ଜା ମାନେ ପ୍ରଥମ ପଦ୍ୟାଂଶର ପ୍ରଥମ ଦୁଇ ପଦ କେଉଁ ବିଷୟରେ କୁହାଯାଇଛି କାଇଟ୍ ଅନ୍ ଦ ଗ୍ରାଉଣ୍ଡ ଅର୍ କାଇଟ୍ ଇନ୍ ଦ ଏୟାର ଯେ ଭୂମିରେ ପଡ଼ିଥିବା ଗୁଡ଼ି ବିଷୟରେ ନା ବାୟୁରେ ଉଡ଼ୁଥିବା ଗୁଡ଼ି ବିଷୟରେ ତାହେଲେ ଆନ୍ସର୍ କ'ଣ ହେବ 10 ନମ୍ବର ଦ ଫାଷ୍ଟ ଟୁ ଲାଇନ୍ ଏଠି ଲେଖିବ ଦ ଫାଷ୍ଟ ଟୁ ଲାଇନ୍ ଅଫ୍ ଦ ଫାଷ୍ଟ ଷ୍ଟାଞ୍ଜା ଟକ୍ ଆବାଉଟ୍ ଦ କାଇଟ୍ ଅନ୍ ଦ ଗ୍ରାଉଣ୍ଡ ବୁଝିପାରିଲ ଯେ ପ୍ରଥମ ପଦ୍ୟାଂଶର ପ୍ରଥମ ଦୁଇ ପଦ କ'ଣ କୁହାଯାଇଛି ନା ଭୂମିରେ ପଡ଼ିଥିବା ଗୁଡ଼ି ବିଷୟରେ ତାହେଲେ ଏଠି ଲେଖିବ ଦ ଫାଷ୍ଟ ଟୁ ଲାଇନ୍ସ ଅଫ୍ ଦ ଫାଷ୍ଟ ଷ୍ଟାଞ୍ଜା ଟକ୍ସ ଆବାଉଟ୍ ଦ କାଇଟ୍ ଅନ୍ ଦ ଗ୍ରାଉଣ୍ଡ 11 ନମ୍ବର ଦେଖିବା ହ୍ୱାଟ୍ ଡୁ ଦ ଫାଷ୍ଟ ଟୁ ଲାଇନ୍ ଅଫ୍ ଦ ସେକେଣ୍ଡ ଷ୍ଟାଞ୍ଜା ଟକ୍ସ ଆବାଉଟ୍ ଯେ କ'ଣ କୁହାଯାଇଛି ସେକେଣ୍ଡ ପଦ୍ୟାଂଶର ପ୍ରଥମ ଦୁଇ ଲାଇନ୍ କେଉଁ ବିଷୟରେ କୁହାଯାଇଛି କାଇଟ୍ ଅନ୍ ଦ ଗ୍ରାଉଣ୍ଡ ଅର୍ କାଇଟ୍ ଇନ୍ ଦ ଏୟାର ଯେ ଭୂମିରେ ପଡ଼ିଥିବା ଗୁଡ଼ି ବିଷୟରେ ନା ପବନରେ ଉଡ଼ୁଥିବା ଗୁଡ଼ି ବିଷୟରେ ତାହେଲେ ଏଠି ପବନରେ ଉଡ଼ୁଥିବା ଗୁଡ଼ି ବିଷୟରେ କୁହାଯାଇଛି କାଇଟ୍ ଇନ୍ ଦ ଏୟାର ତାହେଲେ ଆନ୍ସର୍ ହେବ କ'ଣ ଆନ୍ସର୍ ହେବ ଦ ଫାଷ୍ଟ ଟୁ ଲାଇନ୍ ଏଠି ଲେଖିବ ଦ ଫାଷ୍ଟ ଟୁ ଲାଇନ୍ସ ଅନ୍ ଦ ସେକେଣ୍ଡ ଷ୍ଟାଞ୍ଜା ଟକ୍ ଆବାଉଟ୍ ଦ କାଇଟ୍ ଇନ୍ ଦ ଏୟାର ବୁଝିପାରିଲ ଯେ ଦ ଫାଷ୍ଟ ଟୁ ଲାଇନ୍ସ ଅନ୍ ଦ ସେକେଣ୍ଡ ଷ୍ଟାଞ୍ଜା ଟକ୍ ଆବାଉଟ୍ ଦ କାଇଟ୍ ଇନ୍ ଦ ଏୟାର ଆଜି ପିଲାମାନେ ଏତିକି ଥାଉ ତମେ ଭଲସେ ମାନେ ମୁଖସ୍ଥ କରିଦେବ ଆଉ ପ୍ରଶ୍ନ ଉତ୍ତର ବୁଝିକି ମୁଖସ୍ଥ କରିଦେବ ଯେଉଁଠି ନ ବୁଝିପାରୁଛ ମୋତେ ପ୍ରପର୍ଲି ଯେ ଦିଦି ଆମେ ଏଇଟାର ମାନେ ବୁଝିପାରୁନୁ ମୋତେ କମେଣ୍ଟରେ ଜଣାଇବ ଆଉ ମୋ ଭିଡ଼ିଓଟି ଭଲ ଲାଗୁଥିଲେ ମୋ ଭିଡ଼ିଓଟିକୁ ଲାଇକ୍ କରିବ ଓ ସବସ୍କ୍ରାଇବ୍ କରିବ ଆଉ ସେୟାର ମଧ୍ୟ କରିବ ତୁମ ସାଙ୍ଗମାନଙ୍କ ସହିତ ମୁଁ କାଲିକି ତା ପର କ୍ୱେଶ୍ଚନ୍ ଗୁଡ଼ିକ ବୁଝେଇଦେବି ଆଉ କେଉଁ କ୍ୱେଶ୍ଚନ୍ ଗୁଡ଼ିକ ରହିଲା ଭିଡ଼ିଓ ବହୁତ ଲମ୍ବା ହେଇଗଲାଣି କାଲିକି ମୋର ପର ଭିଡ଼ିଓରେ ତୁମେମାନେ ସବୁ ଦେଖିପାରିବ ଆଉ ବୁଝିପାରିବ ତାହେଲେ ଆଜି ରଖୁଛି